ଦୀର୍ଘ ବର୍ଷ ପରେ ଜୁଲାଇରେ ଦୁର୍ଲଭ ରାଜଯୋଗ ସମସ୍ତ ରାଶି ଉପରେ ପଡ଼ିବ କି ପ୍ରଭାବ? ଆସନ୍ତୁ ଜାଣିବା ଏହି ଭିଡ଼ିଓରେ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହ ଚଳନ ଦୃଷ୍ଟିରୁ ଜୁଲାଇ ଖୁବ୍ ଖାସ୍। ଏହି ମାସରେ ଅନେକ ଗ୍ରହ ଚଳନ କରିବେ। କିଛି ଗ୍ରହ ଉଦୟ ଅସ୍ତ ସିଧା ଓ ଓଲଟା ଚଳନ କରିବେ। 9 ଜୁଲାଇରେ ଗୁରୁ ବୃହସ୍ପତି ମିଥୁନ ରାଶିରେ ଉଦୟ ହେବେ। 13 ଜୁଲାଇରେ ଶନି ଦେବ ମୀନ ରାଶିରେ ଓଲଟା ଚଳନ କରିବେ। 16 ଜୁଲାଇରେ ସୂର୍ଯ୍ୟ କର୍କଟ ରାଶିରେ ପ୍ରବେଶ କରିବେ। 18 ଜୁଲାଇରେ ବୁଧ ଗ୍ରହ କର୍କଟ ରାଶିରେ ଓଲଟା ଚଳନ କରିବେ। 24 ଜୁଲାଇରେ ବୁଧ କର୍କଟ ରାଶିରେ ଅସ୍ତ ହେବେ। 26 ଜୁଲାଇରେ ଶୁକ୍ର ମିଥୁନ ରାଶିରେ ପ୍ରବେଶ କରିବେ। 28 ଜୁଲାଇରେ ମଙ୍ଗଳ କନ୍ୟା ରାଶିରେ ଚଳନ କରିବେ। ଫଳରେ ମାଲବ୍ୟ ସହ ଅନେକ ରାଜଯୋଗ ସୃଷ୍ଟି ହେବ। ଏହି ଯୋଗ ଅତ୍ୟନ୍ତ ଶୁଭ ଯୋଗ ବୋଲି ମାନ୍ୟତା ରହିଛି। ଗ୍ରହଙ୍କ ଚଳନ ଓ ରାଜଯୋଗ ଫଳରେ ଜାଣନ୍ତୁ ସମସ୍ତ ରାଶି ଉପରେ କି ପ୍ରଭାବ ପଡ଼ିବ। ମେଷ ରାଶି, ଜୀବନରେ ଲାଗି ରହିଥିବା ଅନେକ ସମସ୍ୟା ଦୂର ହେବ। ବନ୍ଧୁଙ୍କ ସାକ୍ଷାତ ହେବ। ଜୀବନରେ ଖୁସି ଆଗମନ ହେବ। ଧନ ସହିତ ଜଡ଼ିତ ଥିବା ସମସ୍ୟା ଦୂର ହେବ। ଚିନ୍ତା ମଧ୍ୟ ଦୂର ହେବ। ବୃଷ ରାଶି, ଯାତ୍ରାର ଯୋଗ ରହିଛି। ଭୂମି ଯାନ ଘର କିଣିବାର ଯୋଗ ରହିଛି। ପରିବାରରେ ହସ ଖୁସିର ବାତାବରଣ ରହିବ। ନୂଆ ନୂଆ ଯୋଜନାରେ ନୂଆ କାମ ଆରମ୍ଭ କରିବେ। ମିଥୁନ ରାଶି, ବ୍ୟବସାୟରେ ବଡ଼ ଧରଣର ଲାଭ ମିଳିବ। ପରିବାରରେ ଶାନ୍ତି ସହ ହସ ଖୁସିର ବାତାବରଣ ରହିବ। ଜୀବନରେ ଥିବା କିଛି ସମସ୍ୟା ଦୂର ହେବ। କର୍କଟ ରାଶି, ସ୍ୱାସ୍ଥ୍ୟ ଉତ୍ତମ ରହିବ। ନୂଆ ବ୍ୟବସାୟ ଆରମ୍ଭ କରିବେ। ରୋଜଗାର ବୃଦ୍ଧି ହେବ। ଧନ ସହ ଜଡ଼ିତ ଥିବା କିଛି ସମସ୍ୟା ଦୂର ହେବ। ସିଂହ ରାଶି, ବଡ଼ ବ୍ୟବସାୟ ଆରମ୍ଭ କରନ୍ତୁ ନାହିଁ। ଭାବିଚିନ୍ତି ଧନ ଖର୍ଚ୍ଚ କରନ୍ତୁ। ପରିବାରରେ ହସ ଖୁସି ସହ ଦାମ୍ପତ୍ୟ ଜୀବନ ସୁଖମୟ ହେବ। ଯାତ୍ରାର ଯୋଗ ରହିଛି। କନ୍ୟା ରାଶି, ଧନ ସହ ଜଡ଼ିତ କିଛି ସମସ୍ୟା ଦୂର ହେବ। ନୂଆ ସୁଯୋଗ ମିଳିବ। ଲାଗି ରହିଥିବା କିଛି ସମସ୍ୟା ଦୂର ହେବ। ଭୂମି କିଣିବାର ଯୋଗ ରହିଛି। ତୁଳା ରାଶି, ବିଦେଶ ଯାତ୍ରା ପାଇଁ ଯୋଜନା କରିବେ। ନୂଆ ଘର ଗାଡ଼ି କିଣିବାର ଯୋଗ ରହିଛି। ସ୍ୱାସ୍ଥ୍ୟ ଉତ୍ତମ ରହିବ। ଲାଗି ରହିଥିବା ରୋଗ ଦୂର ହେବ। ବିଛା ରାଶି, ଟଙ୍କା ନିବେଶ କରି ଲାଭବାନ ହେବେ। ପରିବାରରେ ହସ ଖୁସିର ବାତାବରଣ ରହିବ। ଅବିବାହିତ ଯୁବକ ଯୁବତୀଙ୍କର ବିବାହ ସ୍ଥିର ହୋଇପାରେ। ଧନୁ ରାଶି, ଅନେକ ଦିନର ଚିନ୍ତା ଦୂର ହେବ। ଧନ ସମ୍ପତ୍ତି ପ୍ରାପ୍ତ ହେବ। ଟଙ୍କା ନିବେଶ କରି ଲାଭବାନ ହେବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ମକର ରାଶି, ଧନ ସମସ୍ୟା ଦୂର ହୋଇ ଆର୍ଥିକ ସ୍ଥିତି ମଜବୁତ ହେବ ଏବଂ ମାନସିକ ଶାନ୍ତି ମିଳିବ। ଭ୍ରମଣର ଯୋଗ ରହିଛି। ଲାଗି ରହିଥିବା ଚିନ୍ତା ଦୂର ହେବ। କୁମ୍ଭ ରାଶି, ବିଦେଶ ଯାତ୍ରାର ଯୋଗ ରହିଛି। ନୂଆ ଯୋଜନା କରିବେ। ଟଙ୍କା ନିବେଶ କରିବେ। ନୂଆ ଘର ଓ ଭୂମି କିଣିବାର ଯୋଗ ରହିଛି। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ମୀନ ରାଶି, ଅନେକ କାର୍ଯ୍ୟରେ ସଫଳତା ମିଳିବ। ପାରିବାରିକ ଜୀବନ ସୁଖମୟ ହେବ। ଭ୍ରମଣର ଯୋଗ ରହିଛି। ହଠାତ୍ ଧନ ମିଳିବାର ସମ୍ଭାବନା ରହିଛି। ଦର୍ଶକ ବନ୍ଧୁ, ଆପଣଙ୍କ ରାଶି କ'ଣ କମେଣ୍ଟରେ ଜଣାନ୍ତୁ ଏବଂ ଜଗନ୍ନାଥକୁ ଭଲ ପାଉଥିଲେ ଜୟ ଜଗନ୍ନାଥ ଲେଖନ୍ତୁ। ଆମ ଚ୍ୟାନେଲକୁ ନୂଆ ଦେଖୁଥିଲେ ସବସ୍କ୍ରାଇବ୍ କରିବାକୁ ଭୁଲିବେନି। ଆଉ ଭିଡ଼ିଓଟି ଯଦି ଭଲ ଲାଗୁଛି ଲାଇକ୍ ସେୟାର କମେଣ୍ଟ କରିବାକୁ ଭୁଲିବେନି। ଜୟ ଜଗନ୍ନାଥ।